ମଇନା ଚନ୍ଦ୍ର ମାଷ୍ଟରଙ୍କର ଛୋଟ ଝିଅ। ସେ ଯେତେବେଳେ 4 ବର୍ଷର ହୋଇଥିଲା ତାର ପିତା ଚନ୍ଦ୍ର ମାଷ୍ଟରଙ୍କର ଦେହାନ୍ତ ହୋଇଯାଇଥିଲା। ପରିବାର ପ୍ରତିପୋଷଣ ପାଇଁ କେବଳ ପେନସନ ଗଣ୍ଡିକ ଯାହା ସାହା। ପରିବାର କହିଲେ ମା ଆଉ ତାର ବଡ଼ 2 ଭଉଣୀ। ବଡ଼ 2 ଭଉଣୀଙ୍କୁ ଚନ୍ଦ୍ର ମାଷ୍ଟର ବିବାହ କରାଇ ଦେଇଥିଲେ। ଆଉ ବାକି ରହିଲେ ମଇନା ଆଉ ତାର ବିଧବା ମା। ମଇନାର ରଙ୍ଗ କଳା ହୋଇଥିବାରୁ ତାର ବିଭାଘର ସ୍ଥିର ହୋଇପାରୁନି। ଯେତେ ଯେତେ ପ୍ରସ୍ତାବ ଆସୁଛି ସବୁ ଭାଙ୍ଗି ଯାଉଛି। ମାଙ୍କର ଭାରି ଚିନ୍ତା ମଇନାର ବିଭାଘର କିପରି କରିବେ। ଦିନେ ପଡ଼ିଶା ଘର ସୁନା ଭାଇ ହଠାତ୍ ଖବର ଦେଲେ ଯେ ଆର ସହରର ଗୋଟିଏ ପାତ୍ର ମଇନାକୁ ଦେଖିବାକୁ ଆସିବେ। ଖବରଟି ଶୁଣିବା ମାତ୍ରେ ମଇନାର ମନ ଅଜଣା ଭୟରେ ଶିହରି ଉଠିଲା। ପୂର୍ବଥର ପରି ଏଥର ମଧ୍ୟ ପାତ୍ରଟି ଦେଖି ତାଙ୍କୁ ଅପସନ୍ଦ କରିବ ନାହିଁ ତ। ଅନେକ ଦିନ ତଳେ ଶ୍ରୀ ଶ୍ରୀ ଠାକୁରଙ୍କ ଦୀକ୍ଷା ନେଇଥିଲା ମଇନା। କଥାଟି ଶୁଣିବା ପରେ ସେଦିନ ସାରା ରାତି ଶୋଇପାରିଲାନି ମଇନା। ଅତି ଗୋପନରେ ଶ୍ରୀ ଶ୍ରୀ ଠାକୁରଙ୍କ ଫଟୋଟି ନେଇ ଛାତିରେ ଜାକି ଧରି କାନ୍ଦି କାନ୍ଦି ସାରା ରାତି ଅନେକ ପ୍ରାର୍ଥନା କରିଛି ମଇନା। ହେ ଦୟାଲ, ଏଥର ଯେପରି ପାତ୍ରପକ୍ଷ ଆସି ଫେରି ନ ଯାଆନ୍ତି। ପରଦିନ ସହରୀ ପାତ୍ର ସୁଜୟ ଷ୍ଟେସନରେ ଓହ୍ଲାଇ ହାତରେ ସୁଟକେସଟିଏ ଧରି ରିକ୍ସା ଖୋଜୁଛନ୍ତି ଆସିବା ପାଇଁ। କିନ୍ତୁ